ଆଜି ହେଉଛି ଯୁଗ୍ନି ଏକାଦଶୀ, ଯାହାକୁ ଆମେ ଖଳିଲାଗି ଏକାଦଶୀ ମଧ୍ୟ କହିଥାଉ। ତେବେ ଆଜିର ଦିନରେ ଏହି ଏକାଦଶୀ ବ୍ରତ କରିଲେ କଣ ଲାଭ ମିଳେ? ଏହି ଯୁଗ୍ନି ବ୍ରତ ଉପବାସ କରିଲେ ଆପଣ ଜାଣନ୍ତରେ କିମ୍ବା ଅଜାଣତରେ କରାଯାଇଥିବା ସମସ୍ତ ପ୍ରକାର ପାପ ଅପରାଧକୁ ଧୋଇ ଦେଇ ମନ ଏବଂ ଆତ୍ମାକୁ ପବିତ୍ର କରିଥାଏ। ଏହି ଉପବାସ ବିଶେଷ କରି ଗମ୍ଭୀର ଚର୍ମ ରୋଗ ଏବଂ କୁଷ୍ଠ ଭଳି ରୋଗରୁ ମୁକ୍ତି ପାଇବାରୁ ବହୁତ ଫଳପ୍ରଦ ଲାଭ ବୋଲି ବିବେଚନା କରାଯାଏ। ଏହି ବ୍ରତ କରିଲେ ଧାର୍ମିକ ବିଶ୍ୱାସ ଅନୁସାରେ ଉପବାସ କରୁଥିବା ବ୍ୟକ୍ତି 88,000 ବ୍ରହ୍ମାଣ୍ଡକୁ ଭୋଜନ କରିବା ସହିତ ସମାନ ପୁଣ୍ୟ ଫଳ ପ୍ରଦାନ ମିଳେ। ତେବେ ଏହି ଉପବାସ ଦ୍ୱାରା ଆପଣଙ୍କର ଦାରିଦ୍ର୍ୟ ଦୂରୀକରଣ ହୁଏ, ଆର୍ଥିକ ସମସ୍ୟା ଶେଷ ହୁଏ ଏବଂ ଜୀବନରେ ସୁଖ ଶାନ୍ତି ଫେରି ଆସେ, ଭାଗ୍ୟ ସମୃଦ୍ଧି ବଢାଏ। ତେଣୁ ଆପଣମାନେ ନିଶ୍ଚିତ ଏହି ଉପବାସ ବ୍ରତ କରନ୍ତୁ। ଏହି ଦିନ ବିଶେଷ କରି ଶସ୍ୟ ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ସମ୍ପୂର୍ଣ୍ଣ ନିଷେଧ। ସହିତ ତାମସିକ ଖାଦ୍ୟ, ମିଛ କହିବା, କାହାକୁ ଅପମାନ କରିବା, ବାଦ ବିବାଦ ଠାରୁ ଦୂରେଇ ରହିବା। ତେଣୁ ରୀତିନୀତି ଅନୁସାରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ, ଘିଅ ଦୀପ ଜାଳନ୍ତୁ, ଭଗବାନ ବିଷ୍ଣୁଙ୍କ ଠାରେ ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ ବା କୃଷ୍ଣ ଜଗନ୍ନାଥ ଯୋଉ ବା ରାମ ଯୋଉ ଦେବତା ପାଖରେ ଆପଣ ଏହି ଏକାଦଶୀ ବ୍ରତ କରିଲେ ଆପଣ ଫଳ ମିଳିବ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 11 ଜୁଲାଇ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଶନିଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯୋଉମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯୋଉମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 11 ତାରିଖ, ଓଡ଼ିଆ ଆଷାଢ଼ ମାସ 27 ଦିନ, ଶନିବାର, କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି, ଯାହା ରାତ୍ରି 10:18 ପର୍ଯ୍ୟନ୍ତ ରହୁଛି। ଆଜି କୃତ୍ତିକା ନକ୍ଷତ୍ର, ଯାହା ଦିବା 7:23 ପର୍ଯ୍ୟନ୍ତ ରହୁଛି। ତାପରେ ରୋହିଣୀ ନକ୍ଷତ୍ର ଆରମ୍ଭ ହଉଛି। ଆଜି ବୃଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:11 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:28। ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣେ ରାତ୍ରି 10:18 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୂର୍ତ୍ତ ବ୍ୟକ୍ତିର 3 ପାଦ ପୁଷ୍କର ଦୋଷ, ଯାହା ଦିବା 7:23 ପରେ ପୁଣି 2 ପାଦ ପୁଷ୍କର ଦୋଷ ଲାଗିବ, ଯାହା ରାତ୍ରି 10:18 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି, ପଶୁହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ପୋଇ, ତତ୍ସହିତ ବାଇଗଣ ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:51 ମଧ୍ୟ ରହିଛି କାଳବେଳା। ପୁଣି ଅପରାହ୍ନ 4:43 ରୁ ଅପରାହ୍ନ 6:28 ମଧ୍ୟ ରହିଛି କାଳବେଳା। ସେହିଭଳି ଦିବା 8:35 ରୁ ଦିବା 10:14 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 1:26 ରୁ ଦିବା 3:05 ମଧ୍ୟ ରହିଛି ବାରବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 9:37 ମଧ୍ୟ ରହିଛି କାଳରାତ୍ରି। ପୁଣି ଶେଷ ରାତ୍ରି 3:45 ରୁ ଶେଷ ରାତ୍ରି 5:12 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 10:15 ରୁ ଦିବା 12:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:29 ରୁ ରାତ୍ରି 1:42 ମଧ୍ୟ ରହିଛି ଶୁଭ ବେଳା।
ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି, ଆଜି ବୃଷ ରାଶିରେ ଚନ୍ଦ୍ର ଏବଂ ମଙ୍ଗଳ ସଞ୍ଚରଣ କରୁଛନ୍ତି। ମିଥୁନ ରାଶିରେ ବୁଧ ଏବଂ ରବି ସଞ୍ଚରଣ କରୁଛନ୍ତି। କର୍କଟ ରାଶିରେ ବୃହସ୍ପତି ସଞ୍ଚରଣ କରୁଛନ୍ତି। ସିଂହ ରାଶିରେ ଶୁକ୍ର ଏବଂ କେତୁ ସଞ୍ଚରଣ କରୁଛନ୍ତି। କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି। ତତ୍ସହିତ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ତେବେ ଇଏ ଥିଲା ଆଜିର ଗୋଚରର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି, ଯାହାକି ରୋହିଣୀ ନକ୍ଷତ୍ରରେ ଶନିବାରରେ। ତେବେ ଏହି ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିବେ ନାହିଁ, ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ଜାତ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ, ଜାଣିବା ଆଜିର ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମୋତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଛି ଯେ ଆପଣମାନେ ଆପଣଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଆଦର୍ଶ ଭଳିଆ କାର୍ଯ୍ୟ ହୋଇନପାରେ। ଆପଣଙ୍କର ମାନସିକ ସ୍ଥିତି ଟିକେ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ଦୈନନ୍ଦିନ ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣ ନିଶ୍ଚିତ ଟିକେ ସାବଧାନ ରୁହନ୍ତୁ। କାର୍ଯ୍ୟରେ ତ୍ରୁଟି ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ନିଜ ଭିତରେ କିଛି ମଧୁରତା ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି, ଯାହା ପାଇଁ ନିଜ ଭିତରେ ଝଗଡ଼ା, ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ଭୁଲ ପଦକ୍ଷେପ ନେଇ ନିଜ ଭିତରେ ଆପଣଙ୍କର ସମ୍ପର୍କ ଆଗକୁ ବହୁତ ମହଙ୍ଗା ପଡ଼ିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି କୌଣସି ନୂତନ କଥାବାର୍ତ୍ତା ପ୍ରେମ ପାଇଁ ଆଦୌ ଭଲ ଯୁଗ ନାହିଁ। ତେବେ ମେଷ ରାଶି ବ୍ୟକ୍ତି, ଆଜି ପାରିବାରିକ ସମ୍ପର୍କ ନିଜ ଭିତରେ କିଛି ଭୁଲ ବୁଝାମଣା ବା ଅସ୍ଥିରତା କଳହଯୁକ୍ତ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଆର୍ଥିକ ପରିସ୍ଥିତି ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରିବା ସହିତ କୌଣସି ବେପାର ବାଣିଜ୍ୟ କ୍ଷେତ୍ରରେ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ଆପଣ ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ମାନଙ୍କ ପାଇଁ ଭାଗ୍ୟ ସାଥ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ଅସ୍ଥିରତା ଆଡ଼କୁ ନିଶ୍ଚିତ ଯାଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ, ବିଶେଷ କରି ଯେଉଁମାନେ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଯାହାକି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ନିଶ୍ଚିତ ଆପଣ ସଫଳତାର ଶୀର୍ଷ ପହଞ୍ଚି ପାରନ୍ତି। ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ଅତି ଏକାଗ୍ରତା ସହକାରେ କରିପାରନ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ ବୃଷ ରାଶି ବ୍ୟକ୍ତିଙ୍କର ଦକ୍ଷତା ବୃଦ୍ଧି କରିପାରେ। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କର ମଧୁର ବାର୍ତ୍ତାଳାପ ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ ପୂର୍ବରୁ ଯଦି କିଛି ଭୁଲ ବୁଝାମଣା ଥିବ ତାହାର ସମାଧାନ ହୋଇପାରେ ପ୍ରେମ ଦୁନିଆ କ୍ଷେତ୍ରରେ। ଆଜି ନୂତନ ପ୍ରେମ ସମ୍ବନ୍ଧ ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଉଛି। ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଅତିରିକ୍ତ ଖର୍ଚ୍ଚକୁ ଟିକେ ନିୟନ୍ତ୍ରଣ ନିଅନ୍ତୁ। ତେବେ ଧାର ଉଧାର ପାଇଁ ଆଜି ଭାଗ୍ୟ ସାଥ ଦେଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ବିଶେଷ କରି ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
आज वृष राशि व्यक्ति किंतु निजे आपण संपूर्ण सुस्थ रही पारन। आज वृष राशि व्यक्तिंकर भाग्य संख्या रही जहाँकि 1, भाग्य रंग आपण जहाँकि धला रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज दिनटी आपणकर चिंताजनक दिन होई पारे। कौनसी गुरुत्वपूर्ण निष्पत्ति विशेष करी व्यापार वाणिज्य आपण दूरता अवलंबन करंतु कारण आपणकर व्यापार वाणिज्य भाग्य निम्नगामी रहुची। तत्सहित राजनीतिक सामाजिक क्षेत्र में ग्रह माने आपणकर अस्थिरता आड़क अग्रगति करूछंती। आज मिथुन राशि व्यक्ति शिक्षार्थी विद्यार्थी माने निजर पाठ पढ़ा प्रति निश्चित सचेतन अवलंबन करंतु जहाँ आपणको पाई भलो हेबो। तेबे मिथुन राशि व्यक्ति आज प्रेम दुनिया रे जो माने अछंती निश्चित निजर जीवन साथी सहित भल बुझामणा रखिबा पई चेष्टा करंतु कारण आज कलह युक्तितर्क होबार अनेक चांस रहुची। आज नूतन प्रेम पई आदु भल दिन होई न पारे मिथुन राशि व्यक्ति। आज मिथुन राशि व्यक्ति जहाँ कि आपणकर परिवार वर्गों सहित भल संबंध रखिबा पई चेष्टा करंतु कारण आज भल संबंध रहिबारे जहाँ कि फाट सृष्टि होई पारे। आज मिथुन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अस्थिरता आड़क अग्रगति करि पारे। निश्चित पूर्व जदि स्वास्थ्य समस्या थिबो विशेष करी दांत जनित समस्या आज टिके बेसी कष्ट देई पारे। तेणु निश्चित मीठा जिनिस प्रति दूरता अवलंबन करंतु मिथुन राशि व्यक्ति तेबे जाई स्वास्थ्य ठीक रहिबार अग्रगति करि पारे। आज मिथुन राशि व्यक्तिंकर भाग्य संख्या रही 3, भाग्य रंग आपण हलदिया रंग व्यवहार करि परिबे एवं ग्रह माने आपण को 40% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज आपणकर भाग्य ग्रह संपूर्ण शुभयुग परिस्थिति बनौची। ऑफिस जनित कार्य आज बहुत उत्साह सहकारे करि पारंती कर्कट राशि व्यक्ति कार्य। तेबे कर्कट राशि व्यक्ति आज प्रेम दुनिया रे जो माने जड़ित अछंती सेमानक पई आज अति उत्साहर दिन होई पारे। खुला कथावार्ता सहित भल बुझामणा रहिबो। तत्सहित कर्कट राशि व्यक्ति आज नूतन प्रेम कथावार्ता पई भाग्य आपणकर साथ दउची। आज कर्कट राशि व्यक्ति परिवार वर्गों सहित हस खुशी रे दिन कटिबार पूर्ण सुजोग रहुची। पूर्वर जदि किछि समाधान बा समस्या थिबो ताहा आज समाधान करंतु निश्चित आपणकर भाग्य साथ देबो। आज कर्कट राशि व्यक्ति राजनीतिक सामाजिक क्षेत्र में आपणकर भाग्य साथ देउछि। तत्सहित शिक्षार्थी विद्यार्थी मानकर इंटरव्यू एग्जाम थिले सेते अनेक प्रकार सफलता पाई पारंती। आज कर्कट राशि व्यक्ति अर्थजनित कारोबार रे आपणकर भाग्य निश्चित शुभयुग परिस्थिति बनौछि। तत्सहित आज जेकोसी अर्थजनित निष्पत्ति बा व्यापार वाणिज्य निष्पत्ति नवा पई शुभयुग बनौछि। आज कर्कट राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। मानसिक स्तर रे मध्य आपण संपूर्ण सुस्थ एवं स्थिर रहिबे जहाँ आपणको भाग्य चक्र रु जणा पडुछि। आज कर्कट राशि व्यक्तिंकर भाग्य संख्या रही जहाँ कि 2, भाग्य रंग आपण धला रंग व्यवहार करि परिबे एवं ग्रह माने आपणको आज 98% साथ दउछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज दिनटी आपण नूतन किछि कार्य रे जुग दबा पई भाग्य आपणकर संपूर्ण शुभयुग परिस्थिति बनौछि। तेबे सिंह राशि व्यक्ति आज पारिवारिक समस्या भल रहिबो। आज जदि सिंह राशि व्यक्ति दूर यात्रा करूछंती कोनोसी कार्य रे निश्चित भाग्य साथ देबो एवं आज राजनीतिक सामाजिक क्षेत्र रे जो माने कार्य करूछंती आज मान सम्मान प्रतिष्ठा लाभ करिवार उत्तम जुग रहुछि। आज सिंह राशि व्यक्ति जहाँ कि शिक्षार्थी विद्यार्थी इंटरव्यू एग्जाम थिले सेते अनेक प्रकार सफलता प्राप्त करि पारंती। आज सिंह राशि व्यक्ति अर्थजनित कारोबार आपण अनावश्यक खर्च ठारू दूरता अवलंबन करिबा सहित किछि नूतन विनियोग करिबा पई भाग्य आपणकर शुभयुग परिस्थिति बनौछि। तत्सहित आज जेकोसी अर्थजनित कारोबार अनेक प्रकार लाभ पाइबार पूर्ण सुजोग रहुछि। आज सिंह राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कोनोसी स्वास्थ्य समस्या रहिबो नाही जहाँ आपणक भाग्य चक्र रु जणा पडुछि। आज सिंह राशि व्यक्तिंकर भाग्य संख्या रही जहाँ कि 1,
ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଯାହାକି ପ୍ରଗତି ସହିତ ପ୍ରତ୍ୟେକ କାର୍ଯ୍ୟକୁ ଚିନ୍ତାଜନକ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ପ୍ରତିବନ୍ଧକ ଆସିପାରେ, ଯାହାକୁ ସାମ୍ନା କରି ବା ସତର୍କତା ଅବଲମ୍ବନ କରି ତାହା କାର୍ଯ୍ୟ କରିଲେ ନିଶ୍ଚିତ ଫଳାଫଳ ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ତେବେ କନ୍ୟା ରାଶି ବ୍ୟକ୍ତି ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରହି ନପାରେ, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜର କାର୍ଯ୍ୟ କୌଶଳକୁ କିଛି ପରିବର୍ତ୍ତନ କରି ସଫଳତା ଆଡ଼କୁ ଆଣିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଦୈନନ୍ଦିନ କାର୍ଯ୍ୟରେ ତ୍ରୁଟି ହୋଇପାରେ ବା ନିଜ ଭିତରେ କଳହଯୁକ୍ତ ରହିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅର୍ଥକୁ ସୀମିତ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ, କାରଣ ଅର୍ଥ ଆପଣଙ୍କର ଭାଗ୍ୟ ଆଜି ନିମ୍ନଗାମୀ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଯୋଡ଼ି ରହିପାରନ୍ତି, ତେଣୁ ପୂର୍ବରୁ ବିଶେଷ କରି ସ୍ୱାସ୍ଥ୍ୟ ସମସ୍ୟା ଯଦି ଥିବ ଆଜି ଆହୁରି ଖରାପ କରିଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣଙ୍କର ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ଦିନ ହୋଇ ନପାରେ, ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ପ୍ରତ୍ୟେକ କାର୍ଯ୍ୟ ବିଶେଷ କରି ଅଫିସ ଜନିତ କାର୍ଯ୍ୟ ପ୍ରତି ସଚେତନ ରହିବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ନିମ୍ନଗାମୀ ରହୁଛି ଏବଂ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଯାହାକି ପାଠ ପଢାରେ ଅବହେଳା ହୋଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ନିଜର ପ୍ରେମ ଦୁନିଆକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଭାବ ପ୍ରବଣତା ବା କଳହ ଯୁକ୍ତିତର୍କ ଠାରୁ ନିଜକୁ ସନ୍ତୁଳନ ରଖିଲେ ତାହା ଆପଣଙ୍କ ପାଇଁ ଭଲ ହେବ, ନହେଲେ ନିଜ ଭିତରେ ସମ୍ପର୍କ ଖରାପ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ସୀମିତ ରଖିବା ପାଇଁ ଚେଷ୍ଟା କରନ୍ତୁ। ପ୍ରିୟଜନଙ୍କ ସହିତ ଆପଣ ଭଲ ସମ୍ବନ୍ଧ ରଖନ୍ତୁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି ପ୍ରିୟଜନ। ତେବେ ଆଜି ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି କିଛି ସମସ୍ୟା ଭିତରେ ଜଡିତ ରହିପାରେ। ପୂର୍ବରୁ ଯଦି ଆଖି ଜନିତ କିଛି ସମସ୍ୟା ଥିବ ତେବେ ଆଜି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଆଖି ଜନିତ ସମସ୍ୟା ଆପଣଙ୍କୁ ଅଧିକ କଷ୍ଟ ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣଙ୍କର ଯାହାକି କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ଆଣିଦେବ। ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁ ବ୍ୟକ୍ତି ମାନେ କାମ କରୁଛନ୍ତି ସେମାନଙ୍କର ଭାଗ୍ୟ କିଛି ମାତ୍ରାରେ ଆଜି ଶୁଭଯୋଗ ପରିସ୍ଥିତି ରହୁଛି, କିନ୍ତୁ ଆପଣ କୌଣସି ରିସ୍କଫୁଲ ବା ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ ନ କରିପାରନ୍ତି, କିନ୍ତୁ ନୂତନ ବେପାର ବାଣିଜ୍ୟ ପାଇଁ ଆଜି ଉପଯୁକ୍ତ ସମୟ ଆପଣଙ୍କ ପାଇଁ ହୋଇ ନପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ଦୂରଯାତ୍ରା ବିଶେଷ କରି ଗାଡି ଚାଳନା ପରିଚାଳନା କରୁଥିଲେ ସଚେତନ ସହକାରେ ପରିଚାଳନା କରନ୍ତୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣଙ୍କର ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର କଠିନ ପରିଶ୍ରମର ସଫଳତା ପ୍ରାପ୍ତ କରିବାର ଆଜି ଉପଯୁକ୍ତ ଦିନ ହୋଇପାରେ। ଆଜି ସର୍ବାଧିକ କାର୍ଯ୍ୟ ବ୍ୟସ୍ତତା ରହିବା ସତ୍ତ୍ୱେ ମଧ୍ୟ
ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ ଧନୁରାଶି ବ୍ୟକ୍ତି। ଆଜି ଧନୁରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଏକ ସଫଳତା ପ୍ରାପ୍ତ କରିବାର ଦିନ ହୋଇପାରେ। ଆଜି ଧନୁରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ଆପଣଙ୍କର ପ୍ରେମ ସମ୍ବନ୍ଧ ଅତି ମଧୁର ବାର୍ତ୍ତାଳାପ ଏବଂ ଭଲ ଦିନ ହୋଇପାରେ। ଆଜି ଧନୁରାଶି ବ୍ୟକ୍ତିଙ୍କର ନୂତନ ପ୍ରେମର ବାର୍ତ୍ତାଳାପ ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ତେବେ ଧନୁରାଶି ବ୍ୟକ୍ତି ଆଜି ପାରିବାରିକ ସମସ୍ୟା ଯଦି ପୂର୍ବରୁ ଥିବ ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି ଏବଂ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ଆଜି ଧନୁରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ଦେଖିଲେ ଆପଣ ବହୁତ ସଫଳତା ପାଇବେ। ତତ୍ସହିତ ଆଶା ଅନୁଯାୟୀ ବେପାର ବାଣିଜ୍ୟରେ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁରାଶି ବ୍ୟକ୍ତି ଯାହାକି ନୂତନ ବେପାର ବାଣିଜ୍ୟ କରିବା ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ଟିକେ ଧ୍ୟାନ ସହକାରେ କାର୍ଯ୍ୟ କରିବାକୁ ପଡିବ, କାରଣ ଆଜି ଆପଣଙ୍କର ପ୍ରତ୍ୟେକ ମାନସିକ କାର୍ଯ୍ୟ ବା କାର୍ଯ୍ୟ ପ୍ରତି ଭୟ ରହିପାରେ, ଦ୍ୱନ୍ଦ୍ୱ ଆସିବ। ଏହି କାରଣରୁ ଆପଣ ସଠିକ ନିଷ୍ପତ୍ତି ନେଇପାରିବେ ନାହିଁ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଅନୁକୂଳ ଦିନ ହୋଇ ନପାରେ ମକର ରାଶି ବ୍ୟକ୍ତିଙ୍କର। କାମର ସଫଳତା ନ ପାଇ ମକର ରାଶି ବ୍ୟକ୍ତି ଆଜି ହତାଶ ହୋଇପାରନ୍ତି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ ବା ବିଶେଷ କରି ଆଜି ସ୍ଥିରତା ଅବଲମ୍ବନ କରନ୍ତୁ। ମକର ରାଶି ବ୍ୟକ୍ତି ଆଜି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି ଭଲ ନ ରହିପାରେ, ବିଶେଷ କରି ମାନସିକ ସ୍ଥିତି ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେଣୁ ମକର ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଘରୋଇ ସମସ୍ୟା ଠାରୁ ଆପଣ ଚିନ୍ତା ଅଧିକ ବଢିପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ଟିକେ ପରାମର୍ଶ ନିଅନ୍ତୁ, ବିଶେଷ କରି ଆପଣଙ୍କର ଗୁରୁଜନ ବା ବୟସ୍କ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଲେ ଆପଣଙ୍କର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିପାରେ। ତେବେ କୁମ୍ଭ ରାଶି ବ୍ୟକ୍ତି ନିର୍ଦ୍ଧାରିତ କାର୍ଯ୍ୟ ଗୁଡିକୁ ସମୟ ଅନୁସାରେ ଆପଣ ସମାପ୍ତ କରି ନ ପାରନ୍ତି, ଯାହା ପାଇଁ ଆପଣଙ୍କର ସହକର୍ମୀଙ୍କ ସହିତ କିଛି ଭୁଲ ବୁଝାମଣାରେ କାର୍ଯ୍ୟ ଆପଣଙ୍କର କଳହଯୁକ୍ତ ଆଡକୁ ନେଇପାରେ। କୁମ୍ଭ ରାଶି ବ୍ୟକ୍ତିଙ୍କର ନୂତନ ପ୍ରେମ ସମ୍ପର୍କ ପାଇଁ ବା ବାର୍ତ୍ତାଳାପ କରିବା ପାଇଁ ଆଜି ଶୁଭ ଯୁଗ ହୋଇ ନପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ସହିତ ମନାନ୍ତର ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଟିକେ ଅର୍ଥକୁ ପରିଚାଳନା କରିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ଖରାପ ଆଡକୁ ଅଗ୍ରଗତି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି। ପୂର୍ବରୁ ଯଦି ଗୁଡ଼ ଜନିତ ଯନ୍ତ୍ରଣା ଥିବ ତାହା ଆଜି ଅଧିକ ବଢେଇ ଦେଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଆପଣଙ୍କର ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସଫଳତା ଯୋଗ ବନଉଛି। ମୀନ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇପାରନ୍ତି। ପୂର୍ବରୁ ଦେଇଥିବା ବାକିଆ ଟଙ୍କା ଫେରି ପାଇବାର ଅନେକ ଚାନ୍ସ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଯାହାକି ବେପାର ବାଣିଜ୍ୟରେ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସାହର ଦିନ ହୋଇପାରେ ଏବଂ ବହୁତ ଆନନ୍ଦିତ ମଧ୍ୟ ଦେଇପାରେ। ତେବେ ମୀନ ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ପାଇଁ
ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ସାଥ ଦେଉଛି। ଆଜି ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ମୀନ ରାଶି ବ୍ୟକ୍ତିଙ୍କର ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି।